ଯାଇଥିଲା ସ୍କୁଲ ଯିବା ଭିତରେ ସେ 3টাରେ ଛୁଟି କରିଦେଉଛନ୍ତି। ସେ ଛୁଆ ଖେଳୁଛନ୍ତି। ତାଙ୍କ ମ୍ୟାଡ଼ାମଙ୍କ ଯିଏ ହଜବେଣ୍ଡ ସେ ଆସନ୍ତି ଡେଲି ସ୍କୁଟି ଧରିକି ଆସନ୍ତି। ଛୁଆ ଖେଳିଲା ଅବସ୍ଥାରେ ଆମେ ତ ଜାଣିନୁ, ଘରେ ନହୁରୁ, ଆମେ ତ ରାତି ପାଇଲେ ଯୁଆଡ଼େ କାମକୁ ଯାଉଛୁ। ସିଏ ଏଠୁ ସାରେ ଆଣିକି ଏଠୁ ଘରେ ଛାଡ଼ିଲେ। ଏଟାକୁ ମୋତେ ସାନ କହିଲା ପୁଅର ଏମିତି ହେଇଛି। ସେଠୁ ମୁଁ କହିଲି ମୋ ପାଖରେ ପଇସା ପତ୍ର ନାହିଁ। ମୁଁ ଭାବିଲି ମାଇନର କେସ୍, ଦେଖିଲା ବେଳକୁ ଏମିତି ହେଇଛି। ତାପରେ ଏଠୁ ସାର୍ ତଥାପି ବାପା କହିଲେ ଯେ ନାଇଁ କେସ୍ କରିବା। ମୁଁ କହିଲି ନାଇଁ କେସ୍ କରିବାନି। ବାପା ବି ମୋତେ କହିଲା। ତାପରେ ସେ ନେଲୁ ଟ୍ରିଟମେଣ୍ଟ କଲୁ। 3 ଥର ଡ୍ରେସିଂ 4 ଥର ହେଲାଣି ପଛେ ବ୍ଲଡ଼ କମୁନଥିଲା। ତାପରେ ବାଧ୍ୟରେ ମୁଁ ଯାଇକି ସ୍କୁଲରେ କହିବା ଭିତରେ ସାର୍ ଆମର କହିଲେ ଯେ, ଆମର ଯେଉଁ ବିଜୟ ସାର୍ କହିଲେ ମୁଁ ନଥିଲି, ତୁ ଗାଳି ଗୁଳଜ କଲୁ ଯାଇକି ସ୍କୁଲରେ, ତୁ କ'ଣ ପାଇଁ କଲୁ? ମଦ ପିଇକି ଏମିତି କରୁଛୁ। ମୋତେ ଏମିତି ଭାଷା କହିଲେ, ମୋତେ ବାଧିଲା। ମୁଁ କହିଲି ସାର୍ ଶୁଣନ୍ତୁ, ଛୋଟ ଛୁଆ ଆପଣଙ୍କ ଛୁଆ ହେଇଥାନ୍ତା, ଆପଣଙ୍କ ଛୁଆ ହେଇଥିଲେ ଆପଣ ଧରିବେ କି? ସେଥିପାଇଁ କଲେ ତ ଏଥିରେ ବି ସେ କହିଛନ୍ତି କିନ୍ତୁ ଆମେ ଛୁଆର ରିକ୍ସ ନେବୁନି, ତୁ କେସ୍ କରି ଯାହା କର। ତାପରେ ସେଥିରେ ସେ ବନ୍ଦ କରିକି କହିଲେ ହଉ ତାହେଲେ ଠିକ୍ ଅଛି, ଆମେ ଏକ୍ସରେ କରିଦେବା ତାହେଲେ କାଲି। ସେଥିରେ କାଲି ଏକ୍ସରେ କ'ଣ କରିବା? କାଲି ମାଆର ଦେହ ଖରାପ ଥିଲା। ତାପରେ ମୋ ପୁଅକୁ ନେଇକି ଗଲୁ ଯେ ତା ପଛରେ ଯାଇଥିଲେ। ଆମେ ଟିକେ ସାହାଯ୍ୟ ସହାୟତା ଇଏ କରୁଛୁ। ଆମର ପଇସା ପତ୍ର ଖର୍ଚ୍ଚ ହେଉଛି କି ଇଏ ହେଉଛି, ଛୋଟ ଛୁଆ ତା ବ୍ୟବସ୍ଥା ତାକୁ ଠିକ୍ କରନ୍ତୁ। ଯେମିତି ମୋ ପୁଅ ଭଲ ଅଛି। କ'ଣ ଅସୁବିଧା ସାର୍? ଆଉ ରାତି ଯାଇଥିଲା ସ୍କୁଲରୁ ସାର୍ ମାନେ ଗାଡ଼ି ଚଢ଼େଇ ଦେଇଛନ୍ତି ଯେ ସେ ତାକୁ ମେଡ଼ିସିନ କରିକି ଆଣିଲେ ସେଇଠୁ ସ୍କୁଲରେ ଆଣିକି ଘରେ ବି ଶୁଆଇ ଦେଇକି ଗଲେ। ଆମେ ବି କେହି ନଥିଲୁ। ତା ଭିତରେ ସେ କହିଲେ ନାଇଁ, ଆଉ ସେ ଘରେ ପଚାରିଲା ବେଳକୁ କହିଲେ ନାଇଁ କୁଆଡ଼େ ଗଲେ ନା, ସେ କହିଦେଇ ଗଲେ ଆଉ ଆମେ କାଲି ଭଲମଟେ ଆଣିକି ଦେବୁ। କିଏ କହିଲେ ନା ବିଜୟ ସାର୍ କହିଲେ। ନା ସେ ବିଜୟ ସାର୍ ଆସନ୍ତୁ ତାହେଲେ କାଲି ସେ ମେଡ଼ିକାଲ ନେବେ। ରାତିରେ ତ ଆମେ କୁଆଡ଼େ ଯାଇପାରିବା ନାହିଁ। ନିକା ବାଘ ଭୟା ଲାଗିଛି, ଆମେ କେମିତି କ'ଣ କରିବା? ଯେ ସକାଳୁ ନେଇକି ଆମେ ଯେତେବେଳେ ଯାଉଛୁ ସେ ସକାଳେ ବି ତାଙ୍କର ଦେଖା ନାହିଁ। ଯେହେତୁ ଚେୟାରମ୍ୟାନ୍କୁ କହିଲି ଯେ ଚେୟାରମ୍ୟାନ୍ କହିଲା ହଁ ଯିବା, ତା କଥା ବୁଝିବା, ଆଉ ତାଙ୍କୁ କୁହ। ଆଉ ସେ ଚେୟାରମ୍ୟାନ୍ ସହିତରେ କଥା ହେଲେ କି ନହେଲେ ସେଇଟା ବି ସେ ଆସିବାର ନାହିଁ। ତାପରେ ମେଡ଼ିକାଲ ନେଇ ତାଙ୍କୁ ମେଡ଼ିକାଲରୁ ଟ୍ରିଟମେଣ୍ଟ କରିକି ଆଣିକି ତାଙ୍କୁ ପଚରା ପୁଚୁରି କଲାବେଳକୁ ସାର୍ କହିଲେ ହଉ ଦେଖିବା, ମୁଁ ତ ନଥିଲି, ଆଉ ଦେଖିବା କେମିତି କ'ଣ ହେଇଛି। କାଲି ଯଦି ଯିବା, କାଲି ତ ଡ୍ରେସିଂ ହେବ। ଦିନକୁ ଦିନେ ଛାଡ଼ି ଦିନେ ଡ୍ରେସିଂ ହୁଏ। ଯଦି ହେବା ପାଇଁ ସେ ଗଲେ ଦେଖିଲେ, କହିଲେ ଏଇଟା ଟିକେ ନାକୁ ହେଇଛି, ବ୍ଲଡ଼ ବି ବାହାରୁଛି। ମୁଁ କହିଲି ସାର୍ ଦେଖ ବ୍ଲଡ଼ ବାହାରୁଛି ଛୁଆର, ତାକୁ ଯାହାହେଲେ ଟ୍ରିଟମେଣ୍ଟ କରି ଫଟୋ ଉଠେଇକି ତାକୁ ଦେଖିବା। ନା ହଁ ଦେଖିବା କହିକି ମେଡ଼ିସିନ କରିଦେଲେ। 2 ଥର ଖଣ୍ଡେ ଯାଇଛନ୍ତି, ତାପରେ ଆଉ ଦେଖା ନାହିଁ କି ତାଙ୍କୁ ପିଲାର ଫଳାମୂଳ କିଛି ଦେବାର ନାହିଁ। ଛୁଆର ଅଛି, ମୁଁ ସ୍କୁଲକୁ ନେଇ ଛାଡ଼ିଲି। ତାପରେ ସାର୍ ଆସିଲେ, ତାଙ୍କ ଗୋଡ଼ରେ ଛୁଆ ଦାଇଁ ବୁଲିଲା ବେଳେ ଛୁଆକୁ ତାଙ୍କ ଗୋଡ଼ରେ ଚଢ଼େଇ ଦେଲେ। ତାପରେ ସେ ମ୍ୟାଡ଼ାମକୁ ତାଙ୍କ ସ୍ୱାମୀ ଚଢ଼େଇ ଦେଇକି ତାଙ୍କର ପଳେଇଲେ। ଛୁଆକୁ ଆଣି ଛାଡ଼ିଲେ ଘରକୁ। ତାପରେ ଆର ଦିନ ଯେତେବେଳେ ଗଲୁ ମ୍ୟାଡ଼ାମକୁ ପଚାରିଲୁ, ସେ ମ୍ୟାଡ଼ାମ କହିଲା ନାଇଁ ଗାଡ଼ି ଆଗରେ ପଡ଼ିଗଲା, ଆଉ ଛୁଆକୁ ସିଏ ସୁଲ ଗାଡ଼ି ଚଲେଇକି ଆଣୁଥିଲେ, ଆଉ ଛୁଆର ଗୋଡ଼ରେ ଚଢ଼େଇ ନାହାନ୍ତି, ସେମିତି ମ୍ୟାଡ଼ାମ କହିଲେ। ତାପରେ କ'ଣ ଛୁଆ ଏତେ ପଡ଼ିଲାଠୁ ଏତେ ତାର ଗଭୀର ଘା ହେଉଛି। ଆମେ ଯେତେବେଳେ କାଲି ଆମେ ସାର୍ ମାନେ ତ ଠିକରେ ବୁଝୁନାହାନ୍ତି, ଦାୟିତ୍ୱ ନେଉନାହାନ୍ତି। ତାପରେ ଆମେ ଭାବିଲୁ ପୁଲିସକୁ ହେଲେ କେସ୍ ଦେଇଦେବା। ଆଉ ସେମିତି ଭାବିଲା ବେଳକୁ ସାର୍ କହିଲା ଆସ ଆଉ ଯିବା ମେଡ଼ିକାଲ। ଶୁଣିଲାଠୁ ସେମିତି କହିଲା। ତାପରେ ସାର୍ ଆମେ ଗଲୁ ନାହିଁ। ଆମେ ଇଆଡ଼େ ଅଟୋ ଫୋନ୍ କରିକି ଆଣିଥିଲୁ ଯେ ଆମେ ଅଟୋରେ ଗଲୁ ମେଡ଼ିକାଲ। ସେମାନେ ବି ତାଙ୍କ ଗାଡ଼ିରେ ଗଲେ ମେଡ଼ିକାଲ। ତାପରେ କହିଲା କରିସାଇଲ କି? ନାଇଁ ଆମେ କରିନୁ। ସେଇଟା ନୁହେଁ, ମିଛ କଥା ସେଇଟା। କାହିଁକିନା ପିଲାମାନେ ହେଉଛନ୍ତି ପ୍ରତ୍ୟକ୍ଷଦର୍ଶୀ। ମୁଁ ତ ନିଜେ ଆଖିରେ ଦେଖିନି ଆକ୍ସିଡେଣ୍ଟ କଥା। ପିଲାମାନେ ସେଠି ଖେଳୁଥିଲେ, ସେ ପିଲାମାନଙ୍କୁ ପଚାରିଦେଲେ ଜଣାପଡ଼ିବ ପ୍ରକୃତରେ ଗାଡ଼ିବାଲା ପିଟିଛି
कि गाड़ी रे पिला पिटी होईची कि गाड़ी रे पिटी न होईकरी पिलाटा तले पड़िकरी गोड़ खंडिया होईची केवल पिला माने कहि परिबे। एही वीडियोटी आपनकु केमिति लागिला कमेंट करि जणांतु। धरित्री लाइव रो यूट्यूब एवं फेसबुक चैनल को सब्सक्राइब करंतु। अधिक खबर पई लॉगिन करंतु www.dharitri.com।